ପୂର୍ବତନ ଭାରତୀୟ କ୍ରିକେଟର ୱାସିମ୍ ଜାଫର ବର୍ତ୍ତମାନ ବିରାଟ କୋହଲିଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ନିକଟରେ ୱାସିମ୍ ଜାଫର କହିଛନ୍ତି ଯେ ବିରାଟ କୋହଲିଙ୍କ ପାଖରେ କୌଣସି ବିଶେଷ ଟ୍ୟାଲେଣ୍ଟ ନାହିଁ, କିନ୍ତୁ ଏହି ବ୍ୟାଟ୍ସମ୍ୟାନ୍ ନିଜର ନିଷ୍ଠା ଏବଂ ପରିଶ୍ରମ ସହିତ ନିଜକୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କରିପାରିଛନ୍ତି। ସେ କହିଛନ୍ତି ଯେ ବିରାଟ କୋହଲି ଯେଉଁ ସ୍ତରରେ ଅଛନ୍ତି ତାହା ହେଉଛି ତାଙ୍କର ପରିଶ୍ରମର ଫଳାଫଳ। ବିରାଟ କୋହଲିଙ୍କ ବ୍ୟତୀତ ୱାସିମ୍ ଜାଫର ଆଗାମୀ ଦିନିକିଆ ବିଶ୍ୱକପ୍ ବିଷୟରେ ମଧ୍ୟ କହିଛନ୍ତି। ୱାସିମ୍ ଜାଫର ସେହି ସମୟକୁ ମନେ ପକାଇ କହିଛନ୍ତି, ଅଣ୍ଡର-19 ବିଶ୍ୱକପ୍ ଜିତିବା ପରେ ବିରାଟ କୋହଲି ଭାରତ ଫେରିଥିଲେ। ସେ କହିଛନ୍ତି ଯେ ସେ ସମୟରେ ବିରାଟ କୋହଲିଙ୍କ ବ୍ୟାଟିଂରେ ଅନେକ ତ୍ରୁଟି ରହିଥିଲା। ସେତେବେଳେ ବିରାଟ ବହୁତ ଛୋଟ ଥିଲେ, କିନ୍ତୁ ଏହି ବ୍ୟାଟ୍ସମ୍ୟାନ୍ ତାଙ୍କ ଦୁର୍ବଳତା ଉପରେ କଠିନ ପରିଶ୍ରମ କରିଥିଲେ, ଯାହାର ଫଳାଫଳ ହେଲା ମାତ୍ର 2ରୁ 3 ବର୍ଷ ପରେ ସେ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତିତ ବ୍ୟାଟ୍ସମ୍ୟାନ୍ ପରି ଦେଖାଯିବା ଆରମ୍ଭ କଲେ। ତେବେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଅପେକ୍ଷା ୱାସିମ୍ ଜାଫର ବିରାଟ କୋହଲିଙ୍କୁ ଭଲ ମନେ କରନ୍ତି ନାହିଁ। ୱାସିମ୍ ଜାଫରଙ୍କ ଅନୁଯାୟୀ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କଠାରୁ ଟିକେ ଆଗରେ ରହିଛନ୍ତି। ତେବେ ସଚିନ ତେନ୍ଦୁଲକରଙ୍କ ଓଡିଆଇ ରେକର୍ଡ ଭାଙ୍ଗିବା ପାଇଁ ବିରାଟ କୋହଲି ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ଆଗରେ ଅଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି। ୱାସିମ୍ ବିଶ୍ୱାସ କରନ୍ତି କି ଆଗାମୀ ଦିନରେ ବିରାଟ କୋହଲି ଓଡିଆଇ ଫର୍ମାଟରେ ସଚିନ ତେନ୍ଦୁଲକରଙ୍କ ଅନେକ ରେକର୍ଡ ପଛରେ ପକାଇବେ। ଏହା ବ୍ୟତୀତ ୱାସିମ୍ ଜାଫର ବିରାଟ କୋହଲିଙ୍କର କଠିନ ପରିଶ୍ରମ ଏବଂ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ।